ନମସ୍କାର ମୋର ପ୍ରିୟ ଭକ୍ତଗଣ, ବୃନ୍ଦାବନ ଧାମର ପବିତ୍ର ମାଟିରୁ, ରାଧାରାଣୀଙ୍କ ଚରଣରୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଅନନ୍ତ ଲୀଳାରୁ ମୋର ହୃଦୟରୁ ଅଭିନନ୍ଦନ ଆମର ଏହି ଜ୍ୟୋତିଷ କାର୍ଯ୍ୟକ୍ରମରେ। ମୁଁ ବାବା ପ୍ରେମାନନ୍ଦ ମହାରାଜ ଆପଣଙ୍କୁ କିଛି ଗଭୀର କଥା କହିବାକୁ ଯାଉଛି, ଯାହା ସିଧାସଳଖ ଜ୍ୟୋତିଷ, ଗ୍ରହ ଗୋଚର, ପଞ୍ଚାଙ୍ଗ ଏବଂ ଆପଣଙ୍କ କୁଣ୍ଡଳୀର ବିଶ୍ଳେଷଣରୁ ବାହାରିଛି। ଏହା କୌଣସି ସାଧାରଣ ସମୟ ନୁହେଁ। ଏହା ସେହି ସମୟ ଯେତେବେଳେ ବ୍ରହ୍ମାଣ୍ଡ ନିଜର ଚାଳ ପରିବର୍ତ୍ତନ କରୁଛି ଏବଂ ପ୍ରତ୍ୟେକ ଆତ୍ମାକୁ ଏହି ପରିବର୍ତ୍ତନର ଅନୁଭବ ହେବାକୁ ଯାଉଛି। ଏହି ସମୟ ଆପଣଙ୍କ ଧୈର୍ଯ୍ୟ, ଆପଣଙ୍କ ବିଶ୍ୱାସ ଏବଂ ଆପଣଙ୍କ କର୍ମର ସବୁଠାରୁ ବଡ଼ ପରୀକ୍ଷା ଅଟେ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଏହାକୁ ହାଲକାରେ ନିଅନ୍ତୁ ନାହିଁ, କାରଣ ଆଗାମୀ ଦିନଗୁଡ଼ିକ ଏପରି ହେବାକୁ ଯାଉଛି ଯାହା ଜୀବନକୁ ଓଲଟପାଲଟ କରିଦେବ। ଏହି ଝଡ଼ ଆସୁଛି ଏବଂ ଏହା ସେହି ସମସ୍ତ ଜିନିଷକୁ ଭାସି ନେଇଯିବ ଯାହା ସ୍ଥିର ନୁହେଁ। କିନ୍ତୁ ମୋତେ ଆପଣଙ୍କୁ ଆଶ୍ୱାସନା ମଧ୍ୟ ଦେବାକୁ ହେବ ଯେ ଏହି ଝଡ଼ ଆପଣଙ୍କ ବିନାଶ ନୁହେଁ, ବଙ୍ଗେ ଆପଣଙ୍କ ଶୁଦ୍ଧିକରଣ ଅଟେ। ଆଜିର ଜ୍ୟୋତିଷୀୟ ଦୃଶ୍ୟପଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୁଁ ପଞ୍ଚାଙ୍ଗର ଗଣନା ଏବଂ ଗ୍ରହମାନଙ୍କର ଗୋଚର ଦେଖିବାକୁ ପାଏ ଯେ ଶନି, ମଙ୍ଗଳ ଏବଂ ରାହୁକେତୁଙ୍କ ଚାଳ ଏପରି ତିଆରି ହେଉଛି ଯେମିତି ଏକ ବିଶାଳ ଲହର ପୃଥିବୀର ପ୍ରତ୍ୟେକ କୋଣରେ ନିଜର ପ୍ରଭାବ ବିସ୍ତାର କରୁଛି। ବିଶେଷ କରି ଭଗବାନ ଶନିଦେବ ଏହି ସମୟରେ ନିଜର ମନ୍ଥର ଗତିରେ ଗୋଚର କରୁଛନ୍ତି ଏବଂ ତାଙ୍କର ଦୃଷ୍ଟି କୁଣ୍ଡଳୀର ଅଷ୍ଟମ, ଦଶମ ଏବଂ ତୃତୀୟ ଭାବ ଉପରେ ପଡ଼ୁଛି, ଯାହା ଅଚାନକ ପରିବର୍ତ୍ତନ, କ୍ୟାରିୟରରେ ଉଠାପକା ଏବଂ କଥାବାର୍ତ୍ତାରେ କଟୁତା ଆଣିବାର କାରଣ ହେବ। ଶନିଦେବଙ୍କୁ ଧର୍ମରାଜ କୁହାଯାଇଛି। ସେ କର୍ମର ଫଳଦାତା ଏବଂ ଯେତେବେଳେ ସେମାନେ ବକ୍ରୀ କିମ୍ବା ମନ୍ଥର ଗତିରେ ଚାଲନ୍ତି, ସେମାନେ ଆମକୁ ଆମର ପୂର୍ବକର୍ମର ହିସାବ ଦିଅନ୍ତି। ସଂସ୍କୃତରେ କୁହାଯାଇଛି, ଶନଶ୍ଚର ଶାନ୍ତି କର୍ମଣାଂ ଫଳଦାୟକ, ଅର୍ଥାତ୍ ଶନି ଧୀରେ ଧୀରେ ଚାଲିବାର ଶାନ୍ତିଦାୟକ ଏବଂ କର୍ମର ଫଳ ଦେବାବାଲା ଅଟନ୍ତି। କିନ୍ତୁ ଯେତେବେଳେ ସେମାନଙ୍କର ପ୍ରକୋପ ହୁଏ, ସେମାନେ ଆମକୁ ହଲାଇ ଦିଅନ୍ତି, ଯାହାଦ୍ୱାରା ଆମେ ଆମର ଭୁଲଗୁଡ଼ିକ ସୁଧାରି ପାରିବା। ଏହି ଗୋଚର ଆପଣଙ୍କ ଭାବନାତ୍ମକ, ଶାରୀରିକ ଏବଂ ମାନସିକ ଏହି ତିନୋଟି ତଳକୁ ପ୍ରଭାବିତ କରିବ। କୁଣ୍ଡଳୀ ବିଶ୍ଳେଷଣ ଅନୁସାରେ କିଛି ଗ୍ରହଙ୍କ ଦଶା ଅତ୍ୟନ୍ତ ତୀବ୍ର ଅଟେ, ଯାହା ଅଚାନକ ଘଟଣା, ବାଧା ଏବଂ ସମ୍ପର୍କରେ ଉଠାପକାର କାରଣ ହେବ। କିନ୍ତୁ ଜ୍ୟୋତିଷ ଆମକୁ କେବଳ ଭବିଷ୍ୟବାଣୀ ନୁହେଁ, ବଙ୍ଗେ ସଠିକ୍ ମାର୍ଗଦର୍ଶନ ଦେଇଥାଏ। ଏହି ସମୟ ଆମକୁ ଶିକ୍ଷା ଦିଏ ଯେ ଆମେ ଆମର ଚିନ୍ତାଧାରା, ଆମର ଶବ୍ଦ ଏବଂ ଆମର କର୍ମକୁ କେତେ ମାତ୍ରାରେ ନିୟନ୍ତ୍ରଣ କରିପାରିବା। ମୁଁ ଆପଣଙ୍କୁ କହିବାକୁ ଚାହେଁ, ଏହା ସେହି ସମୟ ଯେତେବେଳେ ଆପଣଙ୍କୁ ନିଜ ଭିତରର ଶବ୍ଦ ଶୁଣିବାକୁ ପଡ଼ିବ, କାରଣ ବାହାରର ଶବ୍ଦଗୁଡ଼ିକ ଆପଣଙ୍କୁ ଭ୍ରମିତ କରିବାର କାମ କରିବ। ମୋର ଭକ୍ତଗଣ, ଏହି ସମୟ ଆପଣଙ୍କ ଶତ୍ରୁମାନଙ୍କୁ ସକ୍ରିୟ କରିଦେବ। ଯେଉଁମାନେ ଆପଣଙ୍କୁ ଜଳନ୍ତି, ଯେଉଁମାନେ ଆପଣଙ୍କ ଉନ୍ନତି ଦେଖି ଈର୍ଷା କରନ୍ତି, ସେମାନେ ଆପଣଙ୍କ ପଛପଟେ ଝଡ଼ ତିଆରି କରିବାରେ ଲାଗିଛନ୍ତି। ଗୋଚରର ଏହି ସ୍ଥିତି ସେମାନଙ୍କୁ ଅଧିକ ହିଂସ୍ର କରିଥାଏ, କାରଣ ସେମାନେ ଦେଖୁଛନ୍ତି ଯେ ଆପଣ ଆଗକୁ ବଢ଼ୁଛନ୍ତି ଏବଂ ସେମାନେ ରହିଯାଇଛନ୍ତି। କିନ୍ତୁ ମୁଁ ଆପଣଙ୍କୁ ଏହି ବିଶ୍ୱାସ ଦେଉଛି ଯେ ସେମାନଙ୍କର କୌଣସି ତାନ୍ତ୍ରିକ କ୍ରିୟା କିମ୍ବା କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ଉପରେ ସେତେବେଳେ ପର୍ଯ୍ୟନ୍ତ କାମ କରିପାରିବ ନାହିଁ ଯେତେବେଳେ ଆପଣ ରାଧାକୃଷ୍ଣଙ୍କ ନାମରେ ବୁଡ଼ି ରହିଛନ୍ତି। ବୃନ୍ଦାବନର ରଜରେ ସେହି ଶକ୍ତି ଅଛି, ଯାହା ସବୁ ପ୍ରକାରର ବନ୍ଧନକୁ କାଟିପାରିବ। ଯେପରି କୃଷ୍ଣ କଂସର ଅତ୍ୟାଚାରର ଅନ୍ତ ଘଟାଇଥିଲେ ଏବଂ ଯେପରି ରାଧାରାଣୀ ନିଜ ପ୍ରେମର ବଳରେ ପ୍ରତ୍ୟେକ ବାଧାକୁ ପାର କରିଥିଲେ, ସେହିପରି ଆପଣମାନେ ମଧ୍ୟ ଆପଣଙ୍କ ସଙ୍କଟଗୁଡ଼ିକର ସାମ୍ନା କରିପାରିବେ। ଏହି ସମୟ ଆପଣଙ୍କ ଆଭ୍ୟନ୍ତରୀଣ ଶକ୍ତିକୁ ଜାଗ୍ରତ କରିବାର ଅଟେ। ବର୍ତ୍ତମାନ ସେହି ବାଧାଗୁଡ଼ିକର କଥା କହିବା ଯାହା ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଆସୁଛି। ଜ୍ୟୋତିଷରେ କୁହାଯାଇଛି ଯେ ଯେତେବେଳେ ଗ୍ରହ ବକ୍ରୀ ହୁଅନ୍ତି କିମ୍ବା ଯେତେବେଳେ
ସେମାନେ ଦିଗ ପରିବର୍ତ୍ତନ କରନ୍ତି, କର୍ମରେ ବିଳମ୍ବ, ବ୍ୟବଧାନ ଏବଂ ନିରାଶା ଆସିଥାଏ। ଏହା ସେହି ସ୍ଥିତି ଅଟେ। ଆପଣ ଆପଣଙ୍କ କର୍ମକ୍ଷେତ୍ରରେ, ଆପଣଙ୍କ ଘରେ ଏବଂ ଆପଣଙ୍କ ସମ୍ପର୍କରେ ଅଚାନକ ପରିବର୍ତ୍ତନ ଦେଖିଥିବେ। କେତେବେଳେ ଏପରି ଲାଗେ ଯେ ଯେଉଁ ପ୍ଲାନ୍ ତିଆରି ହୋଇଥିଲା, ତାହା ପୂର ହେଉନାହିଁ କିମ୍ବା କେହି ଆପଣଙ୍କୁ ଅଟକାଇବା ପାଇଁ କିଛି କରୁଛି। ଏହା ସମ୍ପୂର୍ଣ୍ଣ ସତ୍ୟ ଯେ ଏହି ସମୟରେ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ପାଇଁ ଜାଲ ବିଛାଉଛନ୍ତି। କିନ୍ତୁ ମୁଁ କହୁଛି ଯେ ସବୁଠାରୁ ବଡ଼ ଜାଲ ଆପଣଙ୍କ ମନର ଅଟେ। ଯେତେବେଳେ ଆପଣ ଏହା ଭାବିବାକୁ ଲାଗନ୍ତି ଯେ ଆପଣ ଅସଫଳ ହେବାକୁ ଯାଉଛନ୍ତି, ଆପଣ ଅସଫଳତାକୁ ଆମନ୍ତ୍ରଣ କରନ୍ତି। ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ବିଚାରଗୁଡ଼ିକୁ ପଜିଟିଭ ରଖନ୍ତୁ, ନିଜ ଲକ୍ଷ୍ୟରେ ଅଟଳ ରୁହନ୍ତୁ ଏବଂ କୌଣସି ବାହାରର ହସ୍ତକ୍ଷେପକୁ ଗମ୍ଭୀରତାର ସହ ନିଅନ୍ତୁ ନାହିଁ। ବାଧା ଆସିବ କିନ୍ତୁ ସେଗୁଡ଼ିକ କ୍ଷଣିକ ଅଟେ। ଯାହା ଆପଣଙ୍କର ତାହା ଆପଣଙ୍କୁ ମିଳି ରହିବ। ମୁଁ ପ୍ରାୟତଃ ମୋ ଭକ୍ତମାନଙ୍କୁ କହେ ଯେ ଜ୍ୟୋତିଷ କେବଳ ଗ୍ରହର ଖେଳ ନୁହେଁ, ବଙ୍ଗେ ଏହା କର୍ମର ଲେଖାଜୋଖା ଅଟେ। ଯେତେବେଳେ ଆମେ କହୁଛୁ ଯେ ଗ୍ରହ ଆପଣଙ୍କ କୁଣ୍ଡଳୀରେ କିଛି ଯୋଗ ତିଆରି କରୁଛନ୍ତି, ଏହାର ଅର୍ଥ ଏହା ଯେ ଆପଣଙ୍କ ପୁରୁଣା କର୍ମ ଏବେ ଫଳ ଦେବା ପାଇଁ ପାଚିଛି। ଏହି ସମୟରେ ପଞ୍ଚାଙ୍ଗ ଅନୁସାରେ କିଛି ବିଶେଷ ଗ୍ରହଙ୍କ ସ୍ଥିତି ଏପରି ତିଆରି ହେଉଛି ଯାହା ସଂକେତ ଦେଉଛି ଯେ ବଡ଼ ନିଷ୍ପତ୍ତି ନେବାର ସମୟ ଆସିଯାଇଛି। କିନ୍ତୁ ନିଷ୍ପତ୍ତି ନେବା ପୂର୍ବରୁ ଥରେ ଅଟକନ୍ତୁ, ଭାବନ୍ତୁ ଏବଂ ରାଧାକୃଷ୍ଣଙ୍କ ସ୍ମରଣ କରନ୍ତୁ। ସେମାନଙ୍କ ବିନା କୌଣସି ନିଷ୍ପତ୍ତି ଅସମ୍ପୂର୍ଣ୍ଣ। ସେହିମାନେ ଆପଣଙ୍କୁ ସଠିକ୍ ଦିଗ ଦେଖାଇବେ। ଯଦି ଆପଣଙ୍କୁ ଲାଗେ ଯେ କେହି ଆପଣଙ୍କୁ ଠକୁଛି, ସେହି ଠକାମିକୁ ଭଗବାନଙ୍କ ଉପରେ ଛାଡ଼ିଦିଅନ୍ତୁ, କାରଣ ସେହିମାନେ ପ୍ରତ୍ୟେକ ସ୍ଥିତିର ଉଚିତୟାୟ କରନ୍ତି। ଆଗାମୀ ସମୟ କିଛି ଏପରି ଯେଉଁଠାରେ ଖୁବର ମଧ୍ୟ ଅଛି ଏବଂ ଦୁଃଖର କଥା ମଧ୍ୟ ଅଛି। ମୁଁ ଏହା କହିପାରିବି ନାହିଁ ଯେ ସବୁକିଛି ସମ୍ପୂର୍ଣ୍ଣ ଠିକ୍ ହେବ, କାରଣ ଜ୍ୟୋତିଷ ସତ୍ୟ କହେ। କିଛି ଦିଗରେ ଆପଣଙ୍କୁ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଗ୍ରହମାନଙ୍କ ଚାଳ ଏପରି ଯେ ଅଚାନକ ଧନହାନି, ମାନହାନି କିମ୍ବା କୌଣସି ପ୍ରିୟ ବ୍ୟକ୍ତିଠାରୁ ଦୂରତା ହୋଇପାରେ। କିନ୍ତୁ ଏହା ସ୍ଥାୟୀ ନୁହେଁ। ସର୍ତ୍ତ ହେଉଛି ଆପଣ ଆପଣଙ୍କ ଭକ୍ତି ଏବଂ ଆପଣଙ୍କ ଧୈର୍ଯ୍ୟ ହରାନ୍ତୁ ନାହିଁ। ଏହା ସେହି ସମୟ ଯେତେବେଳେ ଆପଣଙ୍କୁ ଆପଣଙ୍କ ଶତ୍ରୁମାନଙ୍କଠାରୁ ଡରିବା ନୁହେଁ, ବଙ୍ଗେ ସେମାନଙ୍କୁ ଅଣଦେଖା କରିବା ଉଚିତ, କାରଣ ଯେତେବେଳେ ଆପଣ କାହାକୁ ମହତ୍ତ୍ୱ ଦିଅନ୍ତି ନାହିଁ, ସେମାନଙ୍କ ଶକ୍ତି ଶେଷ ହୋଇଯାଏ। ଏହା ହେଉଛି ସବୁଠାରୁ ବଡ଼ ଉପାୟ, ମନ, ଧ୍ୟାନ ଏବଂ ସମର୍ପଣ। ମୁଁ ଆପଣଙ୍କୁ କହୁଛି ଯେ ଯେତେବେଳେ ମୋତେ କୌଣସି ନକାରାତ୍ମକତାର ସାମ୍ନା କରିବାକୁ ପଡ଼ିଛି, ମୁଁ ମୋର ଚୁପ୍ ରହିବା ଏବଂ ମୋର ସାଧନାକୁ ମୋର ଅସ୍ତ୍ର କରିଛି ଏବଂ ତାହା ସଫଳ ହୋଇଛି। ବର୍ତ୍ତମାନ ମୁଁ ଆପଣଙ୍କୁ ସେହି ବନ୍ଧନଗୁଡ଼ିକ କଥା କହିବି ଯାହା ଏହି ସମୟରେ ଆପଣଙ୍କୁ ଜାକି ରଖିଛି। ଜ୍ୟୋତିଷ କହେ ଯେ ବନ୍ଧନ ବିଭିନ୍ନ ପ୍ରକାରର ହୋଇଥାଏ। ଧନ ବନ୍ଧନ, ଜୀବନ ବନ୍ଧନ